ଜଣେ ପାଳକ ତାଙ୍କ ମୃତ୍ୟୁ ପରେ ସ୍ୱର୍ଗର ଫାଟକ ନିକଟରେ ଠିଆ ହୋଇଛନ୍ତି। ପାଳକଙ୍କ ସମ୍ମୁଖରେ ଜଣେ ସୁନ୍ଦର ଯୁବା ମଧ୍ୟ ବହୁତ ଭଲ ପୋଷାକ ଓ ଚଷମା ପିନ୍ଧି ଠିଆ ହୋଇଛନ୍ତି। ଠିକ୍ ସେତିକି ବେଳେ ଏକ ସ୍ୱର ଶୁଣାଗଲା, ତୁମେ କିଏ? ସେ ଉତ୍ତର ଦେଲେ, ମୁଁ ଜଣେ ବସ୍ ଚାଳକ। ସେଥିରେ ସେଇ ସ୍ୱର ତାଙ୍କୁ କହିଲେ, ବର୍ତ୍ତମାନ ତୁମକୁ ଏକ ସୁନାର ବସ୍ତ୍ର ଦିଆଯିବ। ତୁମେ ତାକୁ ପିନ୍ଧି ଭିତରେ ପ୍ରବେଶ କରିବ। ପୁଣି ପାଳକଙ୍କୁ ମଧ୍ୟ ପଚାରିଲେ, ତୁମେ କିଏ? ତୁମେ ଏଇ ଜଗତରେ ଥିଲାବେଳେ କ'ଣ କରୁଥିଲ? ସେତେବେଳେ ସେ ପାଳକ ଅତି ଦୃଢ଼ତାର ସହ କହିଲେ, ମୁଁ ସେଇ ପାଳକ ଯିଏ ପ୍ରଭୁଙ୍କ ମନ୍ଦିରରେ ରହି ଗତ 40 ବର୍ଷ ଧରି ପ୍ରଭୁଙ୍କ ବାକ୍ୟ ପ୍ରଚାର କରୁଥିଲି। ସେଥିରେ ସେ ସ୍ୱର ତାଙ୍କୁ କହିଲେ, ତୁମକୁ ସେଇ ସୂତାର ବସ୍ତ୍ର ଦିଆଯିବ। ତାହା ତୁମେ ପିନ୍ଧିବ ଓ ଭିତରେ ପ୍ରବେଶ କରିବ। ପାଳକ ସଙ୍ଗେ ସଙ୍ଗେ ଅଭିଯୋଗ କରୁଛନ୍ତି, କାହିଁକି ପ୍ରଭୁ ମୋତେ ସୂତାର ବସ୍ତ୍ର ଓ ଡ୍ରାଇଭରକୁ ସୁନାର ବସ୍ତ୍ର? ମୁଁ ଏଇ ଜଗତରେ 40 ବର୍ଷ ଧରି ପ୍ରଚାର କରି ଆସିଥିଲି। ସେଥିରେ ସେହି ସ୍ୱର କହିଲେ, ହଁ ସତ କଥା, ଆମେ ଏହି ଜଗତରେ ଯାହା ବି କାର୍ଯ୍ୟ କରିଥାଉ ତାର ଫଳାଫଳ ଅତି ଗୁରୁତ୍ୱପୂର୍ଣ୍ଣ। ହଁ, ତୁମେ ଯେତେବେଳେ ଏହି ଜଗତରେ ପ୍ରଚାର କରୁଥିଲ, ତୁମ ବାକ୍ୟରେ ଲୋକେ ଶୋଇ ପଡ଼ୁଥିଲେ, କିନ୍ତୁ ଯେତେବେଳେ ଏଇ ଡ୍ରାଇଭର ଗାଡ଼ି ଚଲାଉଥିଲେ ଲୋକମାନେ ନିଜର ସୁରକ୍ଷା ପାଇଁ ପ୍ରାର୍ଥନା କରୁଥିଲେ। ହଁ ପ୍ରିୟ ବନ୍ଧୁ, ଆମେ ପ୍ରତିଦିନ ଅନେକ କିଛି କାର୍ଯ୍ୟ କରିଥାଉ, କିନ୍ତୁ ତାର ଫଳାଫଳ ବିଷୟରେ କେବେ ଚିନ୍ତା କରିନଥାଉ। ଆମ କାର୍ଯ୍ୟ କ'ଣ ଅନ୍ୟକୁ ଖ୍ରୀଷ୍ଟଙ୍କ ନିକଟକୁ ଆଣୁଛି କି? ହଁ, ଈଶ୍ୱର ଫଳ ଦେଖନ୍ତି। ଲୋକମାନେ ଆମ ମୁଖର ବାକ୍ୟ ଅପେକ୍ଷା ଆମ ଜୀବନକୁ ଦେଖନ୍ତି। ଆମମାନଙ୍କ ଈଶ୍ୱର ବାଇବଲରେ ଏଇ କଥା କହନ୍ତି, ତୁମ୍ଭେମାନେ ଯାହା କିଛି କର ପ୍ରଭୁଙ୍କ ନିମନ୍ତେ କଲାପରି ଅନ୍ତର ସହ ତା କର, ମନୁଷ୍ୟ ନିମନ୍ତେ କଲାପରି କର ନାହିଁ। ପ୍ରଭୁଙ୍କଠାରୁ ଉତ୍ତରାଧିକାରୀ ରୂପ ପୁରସ୍କାର ଯେ ପାଇବ, ଏହା ତ ତୁମ୍ଭେମାନେ ଜାଣ।